ନମସ୍କାର। ପରୀକ୍ଷା ଆଉ ବେଶୀ ଦୂର ନାହିଁ, ତେଣୁ ଚାଲନ୍ତୁ ଆଜି ଆପଣଙ୍କର ରାଜନୀତି ବିଜ୍ଞାନର ଶେଷ ଅଧ୍ୟାୟ ନିରାପତ୍ତାର ପରିବର୍ତ୍ତନ ମାନ ପରିସରକୁ ଶେଷ ମୁହୂର୍ତ୍ତରେ ଏକଦମ ପକ୍କା କରିଦେବା। ଠିକ୍ ଅଛି, ତେବେ ଏଇ ହେଉଛି ଆମ ଆଜିର ରୋଡମ୍ୟାପ୍। ଆମେ ନିରାପତ୍ତା କ'ଣ ସେଠୁ ଆରମ୍ଭ କରି ତାର ପୁରୁଣା ଆଉ ନୂଆ ରୂପ ଦେଖିବା, ଆଉ ଶେଷରେ ପରୀକ୍ଷା ପାଇଁ କ'ଣ ସବୁଠୁ ଜରୁରୀ ସେ ବିଷୟରେ ଆଲୋଚନା କରିବା। ତେବେ ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା। ସବୁଠୁ ପ୍ରଥମେ ଗୋଟିଏ ମୂଳ ପ୍ରଶ୍ନ, ରାଜନୀତି ବିଜ୍ଞାନରେ ଏହି ନିରାପତ୍ତା ବା ସିକ୍ୟୁରିଟି ଶବ୍ଦର ପ୍ରକୃତ ଅର୍ଥ କ'ଣ? ଆମେ କାହାକୁ ସୁରକ୍ଷା ଦେବା କଥା କହୁଛେ? ଦେଖନ୍ତୁ, ସରଳ ଭାଷାରେ କହିଲେ ନିରାପତ୍ତା ମାନେ ହେଉଛି ଭୟ, ବିପଦ ବା ଆଶଙ୍କାରୁ ମୁକ୍ତ ରହିବା। କିନ୍ତୁ ପରୀକ୍ଷା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନିରାପତ୍ତାର ଧାରଣା ସମୟ ସହିତ ପୂରାପୂରି ବଦଳି ଯାଇଛି। ଆଗରୁ କାହାକୁ ଆଉ କେଉଁଥିରୁ ସୁରକ୍ଷା ଦିଆଯିବ ତାର ଅର୍ଥ ଯାହା ଥିଲା ଆଜି ତାହା ନାହିଁ। ତେବେ ଚାଲନ୍ତୁ ପ୍ରଥମେ ସେହି ପୁରୁଣା କଥାକୁ ଯିବା, ଯାହାକୁ ଆମେ କହୁଛୁ ପାରମ୍ପରିକ ନିରାପତ୍ତା। ଏହି ଚିନ୍ତାଧାରା ଶହ ଶହ ବର୍ଷ ଧରି ସାରା ଦୁନିଆରେ ଚାଲିଥିଲା। ଏବେ ଏହି ସ୍ଲାଇଡ୍ଟିକୁ ଟିକେ ଭଲ ଭାବରେ ଦେଖନ୍ତୁ। ଏଥିରେ ପୂରା ଅଧ୍ୟାୟର ସାରାଂଶ ଅଛି। ଦେଖନ୍ତୁ, ପାରମ୍ପରିକ ନିରାପତ୍ତାର ଫୋକସ୍ କେବଳ ରାଷ୍ଟ୍ର ଉପରେ ଥିଲା। ତାର ସୀମା କେମିତି ସୁରକ୍ଷିତ ରହିବ ସେଇଟା ଥିଲା ମୁଖ୍ୟ କଥା। କିନ୍ତୁ ଅଣପାରମ୍ପରିକ ବା ଆଧୁନିକ ନିରାପତ୍ତାର ଫୋକସ୍ ରାଷ୍ଟ୍ର ନୁହେଁ, ସାଧାରଣ ମଣିଷ ଉପରେ। ଏହି ପାର୍ଥକ୍ୟଟାକୁ ଭଲ ଭାବରେ ମନେ ରଖିବେ। ଆଉ ସେଇ ପୁରୁଣା ଚିନ୍ତାଧାରାର ସିଧାସଳଖ ଫଳ ଥିଲା ଏହି ଅସ୍ତ୍ର ପ୍ରତିଯୋଗିତା। ଏହା ଗୋଟେ ବିଶ୍ୱଚକ୍ର ଭଳି ଥିଲା। ଭାବି ଦେଖନ୍ତୁ, ଗୋଟେ ଦେଶ ନିଜ ସୁରକ୍ଷା ପାଇଁ ଅସ୍ତ୍ର ତିଆରି କଲା, ତାକୁ ଦେଖି ତାର ପଡ଼ୋଶୀ ଦେଶ ଡରିଗଲା ଆଉ ସେ ତାଠୁ ବି ଅଧିକ ଅସ୍ତ୍ର ତିଆରି କଲା। ବସ୍ ଏହି ପ୍ରତିଯୋଗିତା ଚାଲିଲା ଆଉ ଚାଲିଲା। ଆଉ ଏହାର ପରିଣାମ ଭୟଙ୍କର। ସାରା ଦୁନିଆରେ କେବଳ ଭୟ ଆଉ ସନ୍ଦେହର ବାତାବରଣ ତିଆରି ହେଲା। ଆଉ ସବୁଠୁ ବଡ଼ କଥା, ଟଙ୍କାର ଅପଚୟ। ଯେଉଁ ପଇସାରେ ଦେଶର ଲୋକଙ୍କ ପାଇଁ ସ୍କୁଲ, ହସ୍ପିଟାଲ ହୋଇଥାନ୍ତା, ସେ ପଇସା ଗଲା ମାରାତ୍ମକ ଅସ୍ତ୍ରଶସ୍ତ୍ର ତିଆରିରେ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିରୋସୀମା ଆଉ ନାଗାସାକିର ଭୟାବହତା ଦେଖିଲା ପରେ ସାରା ଦୁନିଆର ଆଖି ଖୋଲିଗଲା। ସମସ୍ତେ ବୁଝିଗଲେ ଯେ ଏହି ପାଗଳାମିକୁ ଏବେ ହିଁ ରୋକିବାକୁ ପଡ଼ିବ, ଆଉ ଏକ ନୂଆ ରାସ୍ତା ଖୋଜିବାକୁ ହେବ। ଏଠି ରାଜନୀତି ବିଜ୍ଞାନରେ ଦୁଇ ପ୍ରକାରର ଚିନ୍ତାଧାରା ସାମ୍ନାକୁ ଆସିଲା। ଗୋଟେ ପଟେ ଥିଲେ ଛାଣ ବା ହକ୍ସ, ଯେଉଁମାନେ ସାମରିକ ଶକ୍ତିକୁ ହିଁ ସବୁକିଛି ଭାବୁଥିଲେ, ଆଉ ଅନ୍ୟପଟେ ଥିଲେ କପୋତ ବା ଡବ୍ସ, ଯେଉଁମାନେ ଶାନ୍ତି, ଆଲୋଚନା ଆଉ ଅସ୍ତ୍ର କମାଇବା କଥା କହୁଥିଲେ। ତେଣୁ ଏହି କପୋତମାନଙ୍କ ଚେଷ୍ଟାରୁ କିଛି ନିୟମ, କିଛି ଚୁକ୍ତି ସାମ୍ନାକୁ ଆସିଲା। ଆଉ ପରୀକ୍ଷା ପାଇଁ ଏହି ଟେବୁଲଟା ବହୁତ ହି ଗୁରୁତ୍ୱପୂର୍ଣ୍ଣ। ପିଟିଭିଟି, ଏନ୍ପିଟି, ସଲ୍ଟ, ଷ୍ଟାର୍ଟ ଏସବୁ ଗୋଟିଏ ଗୋଟିଏ ପାହାଚ ଥିଲା ସେହି ବିପଦଜନକ ପ୍ରତିଯୋଗିତାକୁ ନିୟନ୍ତ୍ରଣ କରିବା ଦିଗରେ। ଆଉ ଏବେ ଆସୁଛି ସବୁଠୁ ବଡ଼ ପରିବର୍ତ୍ତନ, ଟ୍ୱିଷ୍ଟ। ନିରାପତ୍ତାର ପୂରା କାହାଣୀ ହିଁ ବଦଳିଗଲା। ଏବେ ଫୋକସ୍ ରାଷ୍ଟ୍ରର ସୀମାରୁ ସିଧା ଆସିଲା ସୀମା ଭିତରେ ରହୁଥିବା ସାଧାରଣ ମଣିଷ ଉପରକୁ। ଏହି ଧାରଣାକୁ କୁହାଗଲା ମାନବ ସୁରକ୍ଷା। ଜାତିସଂଘର ପୂର୍ବତନ ମହାସଚିବ କୋଫି ଏନ୍ନାନ୍ ଏହାକୁ ବହୁତ ସୁନ୍ଦର ଭାବେ କହିଥିଲେ। ତାଙ୍କ କହିବା କଥା, ନିରାପତ୍ତା ମାନେ କେବଳ ବନ୍ଧୁକ ବା ବୋମାର ସୁରକ୍ଷା ନୁହେଁ। ନିରାପତ୍ତା ମାନେ ଜୀବନର ମୌଳିକ ସ୍ୱାଧୀନତାକୁ ସୁରକ୍ଷା ଦେବା, ଲୋକଙ୍କ ସବୁ ପ୍ରକାର ବିପଦରୁ ବଞ୍ଚାଇବା। ଆଉ ଏ ମାନବ ସୁରକ୍ଷାର ଦୁଇଟି ମୁଖ୍ୟ ଭାଗ ଅଛି, ଏଟାକୁ ନିଶ୍ଚୟ ମନେ ରଖିବେ। ଗୋଟିଏ ହେଲା ଭୟରୁ ମୁକ୍ତି, ମାନେ ହିଂସା ଓ ଅପରାଧରୁ ସୁରକ୍ଷା। ଆଉ ଆଉଟେ ହେଲା ଅଭାବରୁ ମୁକ୍ତି, ମାନେ ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷାର ଅଭାବରୁ ମୁକ୍ତି। କାରଣ ଗୋଟେ ଲୋକ ଯଦି ଯୁଦ୍ଧରେ ମରୁନି କିନ୍ତୁ ଭୋକରେ ମରୁଛି, ତେବେ ସେ କ'ଣ ପ୍ରକୃତିରେ ସୁରକ୍ଷିତ? ଆଦୌ ନୁହେଁ। ତେବେ ପ୍ରଶ୍ନ ଉଠୁଛି, ଆଜିର ଦୁନିଆରେ ଏହି ମାନବ ସୁରକ୍ଷା ପାଇଁ ବିପଦ କେଉଁଠୁ ଆସୁଛି? କ'ଣ ସେହି ନୂଆ ଚ୍ୟାଲେଞ୍ଜ? ଏଇ ଦେଖନ୍ତୁ, ଆତଙ୍କବାଦ, ଦାରିଦ୍ର୍ୟ, ଅସମାନତା, ମହାମାରୀ, ଏମାନେ ହେଉଛନ୍ତି ଆଜିର ନୂଆ ଶତ୍ରୁ। ଆଉ ଏମାନଙ୍କର କୌଣସି ପାସପୋର୍ଟ ନାହିଁ, କୌଣସି ସୀମା ନାହିଁ। ଏମାନଙ୍କ ସହ ଲଢ଼ିବା ପାଇଁ ଟ୍ୟାଙ୍କ କି ମିସାଇଲ କାମ ଦେବନି। କାମ ଦେବ ଶିକ୍ଷା, ସ୍ୱାସ୍ଥ୍ୟ ଆଉ ପରସ୍ପରର ସହଯୋଗ। ଏହି କଥାକୁ ଆହୁରି ସ୍ପଷ୍ଟ କରିଛନ୍ତି ଆମ ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ। ତାଙ୍କ ମତରେ ଆଜିର ଦୁନିଆରେ ଶାନ୍ତି ପାଇଁ ସବୁଠାରୁ ବଡ଼ ବିପଦ କୌଣସି ମିସାଇଲ ନୁହେଁ, ବରଂ ଆର୍ଥିକ ଅସମାନତା। ଧନୀ ଆହୁରି ଧନୀ ହେଉଛି, ଗରିବ ଆହୁରି ଗରିବ, ଆଉ ଏହି ବିରାଟ ଫାଙ୍କ ହିଁ ଅଶାନ୍ତିକୁ ଜନ୍ମ ଦେଉଛି। ଆଚ୍ଛା, ଆମେ ତ ପୂରା କନସେପ୍ଟଟା ବୁଝିଗଲେ। ଏବେ ଚାଲନ୍ତୁ ଦେଖିବା ଏସବୁକୁ ନେଇ ପରୀକ୍ଷାରେ କେମିତି ପ୍ରଶ୍ନ ଆସିପାରେ। ତେବେ ଏହି ଅଧ୍ୟାୟରୁ କେଉଁ ଲଙ୍ଗ୍ କ୍ୱେଶ୍ଚନ୍ ଆସିବାର ସମ୍ଭାବନା ସବୁଠୁ ବେଶୀ? ଚାଲନ୍ତୁ ସେଗୁଡ଼ିକ ଉପରେ ଟିକେ ଫୋକସ୍ କରିବା। ଏଇଠି ମୁଁ 4ଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଦେଇଛି। ପ୍ରଥମଟେ ପାରମ୍ପରିକ ଓ ଅଣପାରମ୍ପରିକ ନିରାପତ୍ତାର ପାର୍ଥକ୍ୟ ଉପରେ
ଦ୍ୱିତୀୟଟି ଅସ୍ତ୍ର ପ୍ରତିଯୋଗିତା ଉପରେ, ତୃତୀୟଟି ମାନବ ସୁରକ୍ଷା କ'ଣ ତା ଉପରେ, ଆଉ ଶେଷରେ ଗୋଟିଏ ବିଶ୍ଳେଷଣାତ୍ମକ ପ୍ରଶ୍ନ। ଯଦି ଆପଣ ଏହି 4ଟି ପ୍ରଶ୍ନକୁ ଭଲ ଭାବେ ପ୍ରସ୍ତୁତ କରିନେବେ, ତାହେଲେ ଏହି ଅଧ୍ୟାୟରୁ ଆଉ କିଛି ବାକି ରହିବା ନାହିଁ। ଏଗୁଡ଼ିକୁ ଭଲ ଭାବେ ଅଭ୍ୟାସ କରନ୍ତୁ। ପରୀକ୍ଷା ପାଇଁ ବହୁତ ବହୁତ ଶୁଭକାମନା।